ଦେଖନ୍ତୁ ଦେଖିବା ମିଷ୍ଟିର ଆଉ ଜ୍ଞାନର ଆଉ ତା ସାଙ୍ଗର ସବୁ ସାଙ୍ଗ ହେଇକି ବାଲିପାଟରେ ଖେଳୁଥିଲା। ତା ମାମୁଁ ଆସି ପହଞ୍ଚିଗଲା। ମାମୁଁ ଡାକିଲା ମିଷ୍ଟିକି, ଆଇ ଗୋଟେ ମାର୍କେଟ ଯିବା। ମିଷ୍ଟି କହିଲା କ'ଣ ପାଇଁ? କହିଲା ଚାଲ ମୁଁ ଗୋଟେ ଜିନିଷ ତମକୁ କିଣିଦେମି। କହିଲା ହଉ ମାମୁଁ ତମେ ଚାଲ ମୁଁ ଯିମି। ଆଉ ଆମେ ମା ଝିଅ ଚାଲି ଚାଲି ଯାଉଥିଲୁ। ସେ ଶିବ ମନ୍ଦିର ଦେଖାଏ, ଆମର ଗୋଟେ ଶିବ ମନ୍ଦିର ଆମେ ପୂଜା କରୁ ଆଗରୁ ଝିଅ ବେଳେ। ଆଉ ଯେହେତୁ ଆଉ ଟାଇମ୍ ହେବନି ନା, ଶାଶୁ ବୋହୂ ହେଲିଣି ଆଉ ହେବ କି। ଆଉ ଆସିକି ପହଞ୍ଚିଗଲୁ ଏଇ ଜାଗା ଉପରେ। ମାମୁଁ ଯେଉଁଠି କହିଥିଲା ଆମେ ପହଞ୍ଚିଲୁ। ମାମୁଁ ଆଗୁଆ ଆସିକି ପହଞ୍ଚିଯାଇଥିଲେ। ଆଉ ମାମୁଁ କହିଲା ଆଇ ଭିତରକୁ କ'ଣ ନେବୁ କହ? କହିଲା ମୁଁ ରୂପା ମୁଦି ନେମି। ମିଷ୍ଟିକି ତା ମାମୁଁ କହିଲା ନିଜେ ଚଏସ୍ କର। ତା ନିଜ ଚଏସ୍ରେ ଗୋଟେ ପିନ୍ଧି ପକାଇଲା। କହିଲା ତୋତେ ଭଲ ଲାଗୁ ତ? କହିଲା ହଉ ତୁ ଏଇଟା ନେ ପିନ୍ଧି। ସିଏ ତ ନିଜେ ପିନ୍ଧି ପକାଇଲେ। ଆଉ କହିଲା ତୋତେ ଏଇଟା ତୁ କହୁଥିଲୁ ନା ନେବୁ ବୋଲି, ଆଉ ତୋ ପାଇଁ ମୋର ଏଇଟା ଗୋଟେ ଗିଫ୍ଟ ଥିଲା, ଆଉ ତୁ ନେଇକି ଯା। ଆଉ ମୁଁ ଯାଏ ମୋ ଦୋକାନ ଖୋଲିମି। ଯେହେତୁ ତା ମାମୁଁର ମଟନ୍ ଚିକେନ୍ ଦୋକାନ ନା, ସେଥିପାଇଁ ସେ ପଳେଇଲେ ଖୋଲିବା ପାଇଁ। ଆମେ ମା ଛୁଆ ପଳେଇ ଆସିଥିଲୁ। ଭେଟ ହେଲା ତା ଅଜା। କ'ଣ ପାଇଁ ନା ସେ ହାଣ୍ଡି ଦେବ, ତା ଅଜା ଗୋଟେ ନୂଆ ହାଣ୍ଡି ଘରକୁ ନେବ। ଆଉ ସେଇଥିପାଇଁ ଆଉ ତା ଅଜା କହିଲା ଚାଲେ ଯେଉଁ ତା ପାଇଁ ଡ୍ରେସ୍ କିଣାଯିବ ନା, ତା ଅଜା କହିଲା ଚାଲ ତା ପାଇଁ ଡ୍ରେସ୍ କିଣିଦେମି। ଆଉ ଆମେ ଆସିକି ମା ଝିଅ ଯାଇକି ଯିବା ବାଟରେ ସେ କହିଲା କୁରକୁରି ମମି ଖାଇବି। ମୁଁ କହିଲି ହଉ ତୁ ଯାହା ଖାଉଛୁ ଖା ଚାଲ। ଆମେ ଆସିକି ଡ୍ରେସ୍ ଦୋକାନ ପହଞ୍ଚିଗଲୁ। ମିଷ୍ଟି ମା'ର ଆମ ଡ୍ରେସ୍ କିଣା ସରିଲା। ଆମେ ମା ଝିଅ ଫେରି ଆଇଲୁ ଘରକୁ। ଦେଖନ୍ତୁ ଆମ ମା ଝିଅ ଘରକୁ ଆଇନି। ଆସିବା ଟାଇମ୍ରେ ଆମ ଗାଁ ପାଖରେ ପହଞ୍ଚିଗଲୁ। ଆମ ଗାଁ ଛୁଆମାନେ ସବୁ ଖେଳୁଥିଲେ। ଆଉ ମୁଁ କହିଲି ମିଷ୍ଟି ଡାକିଲେ, କହିଲେ ମିଷ୍ଟି ତୁ ଖେଳିବୁ କିଲୋ? ମୁଁ କହିଲି ନାଇଁ ଏତେ ହେଲାଣି ସେ ଖେଳିବନି, ତମେ ଯାଅ ସବୁ ଖାଇବନି ବି ଏତେ ହେଲାଣି ଖେଳୁଛ। ଆଉ ସେଇଠୁ କହିଲା ଆମେ ଯିମୁ ଆଉ ଖାଇମୁ। ଆମେ ଖେଳି ଖେଳିକି ଆଉ ମିଷ୍ଟି ଆଉ ଖେଳିଲାନି। ମିଷ୍ଟି ଆମେ ଘରକୁ ପାଇଲେ। ଏଇ ଟାଇମ୍ରେ ମୋ ଗୋଟେ ଭାଉଜ ଦେଖାହେଲେ। ଭାଉଜ କହିଲା ଲୋ ତୁ ଏଦିନ ପରେ ଦେଖାହେଲୁ ନା? ମୁଁ କହିଲି ହଁ ଏଦିନ ମୁଁ ଆଇଛି। ଆଉ ବହୁତ ସାରା ସେ ଭାଉଜ ସାଙ୍ଗରେ ବହୁତ କଥାବାର୍ତ୍ତା ହେଲି। ବହୁତ ବି ଭଲ ଲାଗିଲା ସେ ଭାଉଜ ସାଙ୍ଗରେ। ଆଉ ଆମେ ଘରକୁ ସେଇଠୁ ମା ଝିଅ ପଳେଇ ଆଇଲୁ। ମୋ ଭାଉଜ କୁଆଡ଼େ ଗଲା ଲୋ? ଘର ସାରା ଖୋଜିନି ପାଇନି। ଆସିକି ଭାଉଜ ଛାତ ଉପରେ ଆଉ ପୁଅ ଆଉ ଜ୍ଞାନ ଆଉ ଆମ ଝିଅ ସାଙ୍ଗ ହେଇ ଗୋଟେ କ'ଣ କରୁଛନ୍ତି ନା, ଚାଲନ୍ତୁ ଦେଖିବା। ଡିଜେ ଗାଡ଼ି ବାଗଉଛନ୍ତି ନା, ତାଙ୍କ ଛୋଟ ଛୁଆ କେତେ ଆଇଡ଼ିଆ ଖର୍ଚ୍ଚ କରିକି ଡିଜେ ଗାଡ଼ି ବାଗଉଛନ୍ତି। କେମିତି ଲାଗୁଛି କମେଣ୍ଟ ସେୟାର କରନ୍ତୁ। ଜୟ ଜଗନ୍ନାଥ। ସବୁ ଭଲ ରୁହନ୍ତୁ। ଆମ ଭିଡ଼ିଓକୁ ଦେଖୁଥାନ୍ତୁ, ଜଡ଼ି ହେଇକି ରୁହନ୍ତୁ, ସବୁରେ ପହଞ୍ଚିବ।